ଆଜିର ପ୍ରଥମ ଖବର ଭାରତ ବିରୋଧରେ ଚାଲିଛି କି ଷଡ଼ଯନ୍ତ୍ର? ଏକାଠି ହାତ ମିଳାଇଛନ୍ତି କି ଚୀନ ଆଉ ପାକିସ୍ତାନ? ସୀମା ବିବାଦକୁ ନେଇ ଏହି ଦୁଇ ଦେଶ ଭାରତ ସହ ଅନେକ ଥର ଶତ୍ରୁତା କରିଛନ୍ତି ଆଉ ରଚାଇଛନ୍ତି ଆତଙ୍କ। ପୁଲୱାମା ଘଟଣାରେ ପାକିସ୍ତାନର ଆତଙ୍କବାଦୀ ବଡ଼ ଆତଙ୍କ ରଚିଥିଲେ। ଏହା ବଦଳରେ ଭାରତ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ସେହିପରି ଚୀନ ମଧ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ହେଲେ ଏସବୁ ପରେ ମଧ୍ୟ ପୁଣି ଦୁଇ ଦେଶର ଶୈତାନୀ ବୁଦ୍ଧି ପଦାକୁ ଆସିଛି। ପାକିସ୍ତାନ ନାଗରିକ ତଥା ଆତଙ୍କବାଦୀଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ଚୀନ ପାକିସ୍ତାନର ଅଭିଯୋଗକୁ ସମର୍ଥନ କରିଥିବା ଜଣାପଡ଼ିଛି, ଯାହାକୁ ନେଇ ଇସଲାମାବାଦ ଦୃଷ୍ଟି ଆକର୍ଷଣ କରିଛି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ। ଆଜିଠୁ ଦକ୍ଷିଣ ଓଡ଼ିଶାରେ ହାଲକା କୁହୁଡ଼ି ସହ ଉତ୍ତର ଓଡ଼ିଶାରେ ହାଲକା ବର୍ଷା କରିବ ଅସ୍ତବ୍ୟସ୍ତ। ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମ ଝଡ଼ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଜ୍ଞାନବାପୀ ମସଜିଦ ମାମଲାରେ ଆସିଲା ବଡ଼ ନିଷ୍ପତ୍ତି। ହିନ୍ଦୁ ପକ୍ଷକୁ ପୂଜା ଅନୁମତି ମିଳିଛି। ଏଣିକି ହିନ୍ଦୁମାନେ ସେଠାରେ ପୂଜା କରିପାରିବେ। 7 ଦିନ ଭିତରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ। ବାରାଣାସୀର ଜ୍ଞାନବାପୀ ମସଜିଦ ସର୍ଭେ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ସାର୍ବଜନୀନ ହେବା ପରେ ମସଜିଦ କମିଟି କହିଛି ଯେ ଏହା ଏକ ରିପୋର୍ଟ ନିଷ୍ପତ୍ତି ନୁହେଁ ବୋଲି କହିଥିବାର ସୂଚନା ରହିଛି। ପରବର୍ତ୍ତୀ ଖବର, ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ନେଇ ଆସିଲା ବହୁତ ବଡ଼ ଅପଡେଟ୍, ଯାହାକି ମିଳିବାକୁ ଯାଉଛି 5,000 ଟଙ୍କା। ମୋଦି ସରକାର ମହିଳାଙ୍କ ଉନ୍ନତି ତଥା ବିକାଶ ପାଇଁ ଚିରନ୍ତର ଉଦ୍ୟମ କରୁଛନ୍ତି। ଏହି କ୍ରମରେ ମୋଦି ହିତାଧିକାରୀଙ୍କୁ 3,000 ଭାବରେ ବରଂ ମାତୃବନ୍ଦନ ଯୋଜନାରେ ଏବେ 2ଟି କିସ୍ତିରେ 5,000 ଟଙ୍କା ନିଷ୍ପତ୍ତି ନେଇଛନ୍ତି। ଆଗରୁ ଏହି ଯୋଜନାରେ 3,000 ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ 5,000 ଟଙ୍କା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି। ପରବର୍ତ୍ତୀ ଖବର, ବଢ଼ିଲା କାଳିଆ ଛାତ୍ରବୃତ୍ତି ଅନଲାଇନ୍ ଆବେଦନ ପାଇଁ ସମୟସୀମା। ଆସନ୍ତା ଫେବୃଆରୀ 8 ତାରିଖ ପର୍ଯ୍ୟନ୍ତ କାଳିଆ ଛାତ୍ରବୃତ୍ତି ପାଇଁ ଅନଲାଇନ୍ରେ ଆବେଦନ କରିହେବ। ଅନଲାଇନ୍ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା 2024 ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏହାକୁ ଆସନ୍ତା ଫେବୃଆରୀ 8 ତାରିଖକୁ ବୃଦ୍ଧି କରାଯାଇଥିବାର ସୂଚନା ରହିଛି।